ଜିତୁ ବାବୁ ତମେ ରଶ୍ମି ଭାଇ କି ପଚାରିବ ଆଜ୍ଞା ଯେ ଭାଇ ରଶ୍ମି ଭାଇ ବି ଭିଡ଼ିଓ ଯେତେବେଳେ ଦେଖିବେ ବି ଆଜ୍ଞା ଭାଇ ମତେ ମତେ କ୍ଷମା କରିଦବ କାହିଁକି ନା ତମେ ମତେ ବାଧ୍ୟ କରୁଛ କହିବା ପାଇଁ। ଭାଇ କି ପଚାରିବ ଯେ ଭାଇ ତମେ କ'ଣ ଯାଇକି ବିଶାଣ ଘରେ କାହିଁ ବସିନଥିଲ ଆଉ କ'ଣ ପାଇଁ ବସିଥିଲ? କ'ଣ ପାଇଁ ବସିଥିଲେ ବି କହିବି କି? ଭାଇଙ୍କର ଗୋଟେ କାମ ଥିଲା ବୁର୍ଲା ସମ୍ବଲପୁର ବୁର୍ଲାରେ। ସମ୍ବଲପୁରର ଭାଇଙ୍କର ଯେତେବେଳେ ଗୋଟେ ହୁଣ୍ଡା ସିଟି ଗାଡ଼ି ବି ଥିଲା ଆଜ୍ଞା ହେଲା। ଭାଇ ମୋତେ ଫୋନ୍ କଲେ କେଉଁଠି ଅଛ କି? କହିଲି ଭାଇ ଘରେ ଅଛି। ଆଉ ମୋର ଟିକେ ପ୍ରୋବ୍ଲେମ୍ ହେଇଯାଇଛି ମେସିନ୍ ଆଉ ମୁଁ ପ୍ରୋଗ୍ରାମ ଅଛି ମୋର ମେସିନ୍ 4ଟା ନିହାତି ଦରକାର ଅଛି। ଆଜ୍ଞା ସେତେବେଳେ ଜମାନା 8202 8200 ଚାଲିଥିଲା। ମୋ ପାଖରେ 2ଟା ମେସିନ୍ ଥିଲା। ଫିର୍ ବି ମୁଁ କହିଲି ଭାଇ ଆଉ ମୋ ପାଖରେ ତ 2ଟା ଅଛି ଆଉ କେମିତି କ'ଣ କରିବା ନା ତମେ ଯାହା ବି ହଉ ମୋତେ ଯୋଉଠୁ ବି ହଉ 4ଟା ମେସିନ୍ ଯୋଗାଡ଼ କରିକି ଦିଅ। ଆଜ୍ଞା ମୁଁ କହିଲି ଠିକ୍ ଅଛି ଭାଇ ଆପଣ ଆସନ୍ତୁ ଆଉ ଆସନ୍ତୁ ମୁଁ ଦେଖୁଛି ଯୋଗାଡ଼ କରିକି ଦେବି। ମୁଁ ଭାଇ ଆସିଲେ ଏଟେ ଗାଡ଼ି ଘରେ ବସିଲେ ମୋ ଗାଡ଼ିରୁ ମୁଁ 2ଟା ମେସିନ୍ ବାହାର କରିକି ଦେଲି। ଆମର ଆଗରେ ଯେଉଁ ମାମା ପ୍ରଫେସନାଲ ଅଛି ଆଜ୍ଞା ତାଙ୍କ ଘରକୁ ଗଲି ତାଙ୍କ ଘରୁ 2ଟା ମେସିନ୍ ଆଣିଲି 4ଟା ମେସିନ୍ ଦେଇଦେଲି ତମେ ଯାଇକି ପ୍ରୋଗ୍ରାମ କରି ଆଣିଲ। ଆଜିକି ସିଏ ମୋ ହିସାବରେ ସେ ଆଜି 5 ବର୍ଷ 10 ବର୍ଷ ତଳର କଥା କେବେ କହିନଥିଲୁ। ତମେ ବି ମୋତେ ଆଜିକି କେତେ ଦିନ କମେଣ୍ଟ ମାରିଲନି କେତେ ଦିନଠୁ କହିଲନି ତାପରେ ବି ମୁଁ ତମକୁ କହିନଥିଲି। କ'ଣ ପାଇଁ କହିନଥିଲି ଜାଣିନାହିଁ କେବଳ ରଶ୍ମି ଭାଇ ମୁଁ କହିନଥିଲି କାହିଁକି ନା ମୁଁ ଭାଇ ଛୁଆରୁ ଷ୍ଟ୍ରଗଲ୍ କରିକି ବିଜନେସଟା କରିଛି। ଆଜ୍ଞା ଭାଇଚାରା ଯେଉଁ ଜିନିଷଟା ମୁଁ ଜାଣିଛି ସେଇଥିପାଇଁ ମୁଁ କହୁନଥିଲି ମୁହଁ ଚୁପ୍ କରିକି ରଖିଥିଲି। କିନ୍ତୁ ତମେ ଭାବୁଛ ଯେ ତମେ ଯେମିତି କହୁଛ ମୋ ଘରେ ବସିଥିଲା ମୁଁ ଯେମିତି ଜାତି ନ ପାଳିବା ତମ ଘରେ ବସିଥିଲି। ଆମର କିଛି କାମ ନାହିଁ ଯେ ମୁଁ ତମ ଘରେ ବସିଥିଲି। ତମ ଘରେ ବସିଥିଲି ମାନେ ତମ ଘରକୁ କେବେ ବକ୍ସ ମାଗି ଯାଇଥିଲି କି ତମ ଘରକୁ କେବେ ସାର୍ଫି ମାଗି ଯାଇଥିଲି କି ତମ ଘରକୁ ଏବେ ଚୁଙ୍ଗା ଏମିତି ମାଗି ଯାଇଥିଲି କି ତମକୁ ଏବେ ଡାକି ଯା ସମୟରେ ସିରିଜ୍ କରିଦେବ। ଆଉ ତମେ ଅନଲାଇନ୍ ଆସିକି କହୁଛ ନା ତମେ ତମ ହାତ କି ପଚାର ତମ ମୋ ଘରେ ଆସି ବସିଥିଲା।